पदे हाँ हाँ पागल हेलु रे मन भूली गलु तो करम पागल हेलु रे मन भूली गलु तो करम पागल हेलु रे मन पुराना सुगंधी करी पुराना सुगंधी करी पुराना सुगंधी करी पुराना सुगंधी करी पुरुष कौन कहले माया मन रे पागला मन पागल हे गलु रे कौन कौन पाई पागल हेलो मात्र सार करिछु रहस्य तू बुझी पारु नाहु कौन करूछु आगे कौन थिला आगे कौन करूछु कौन करछि आज्ञा हमर भारत वर्षटा हाँ हाँ देवभूमि थिला देवभूमि। देवभूमि ए भारत देवभूमि पागला मन कौन करूची ना चेता पुरुष कहले रे पागला मन तू देवभूमि रे जन्म हेकी पुराण शास्त्र केवल पढुछु केवल पुराण रहस्य को बुझी पारु ना हो सक भंडं कहब वचन न सुनु तो दुई कान न सुनु तो दुई कान सक भंडं कहब वचन न सुनु तो दुई कान घरे न बुलावाई घरे न बुलावाई हाथी तो ना को कानो पागल हेलु रे मन भूली गलु तो करम पागल हेलु रे मन पागला मन सक भंडंकर कथारे तू पढुछु बुढ़ रहस्य कथा तू धरि पारु ना हो जदि तू अंधार रे बाड़ी बुलाइबू निश्चित भाव रे तोर नाक कान फाटी जीव रे कौन करूछु आज्ञा चेता पुरुष कहले हाँ, हाँ। पागला मन आउ तू कौन करूछु कौन करुछि आज्ञा घरे झंटी माता पिता से तो जीवन था देवता से तो जीवंता देवता जीवंता देवता झंटी माता पिता से तो जीवन देवता से तो जीवंता देवता से तो जीवंता देवता हरि मोरी सीता उछाड़ी मारी जीका हरि मोरी सीता पछरे गोरा उठन पागल हेलु रे मन भूली गलु तो करम पागल हेलु रे मन रे पागला मन घरे तोर बापा माँ अछंती बापा माँ को व्याख्या सरी जाइछि आज्ञा आज्ञा बोला तमे करिथिलो ना आज्ञा 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 बारु बापा हेले वायु एवं आज्ञा पानी रो सम्मिश्रण आज्ञा आज्ञा माँ हेले माटी एवं आकाश सम्मिश्रण रे बापा माँ आज्ञा आज्ञा बापा माँकर सत्कर्मरु आज्ञा आमे ए धराधाम रे ओल्हेइछु आज्ञा आज्ञा तेणु करी हाँ, हाँ। जीवंत देवता हेले माँ बापा माँ बापा तेणु करी कुहा जाइछि पिता माता ठारू बड़ देवता के बड़ देवता गे बड़ देवता गे पिता माता ठारू बड़ देवता के बड़
দেবতাকে বড় দেবতাকে স্বর্গরাই যে ନାହିଁ স্বর্গরাই যে ନାହିଁ ତାଙ୍କରି ଆଶିଷ ସହାୟେ କାଶିନା ବିପଦ ତରିବା ପାଇଁ ବିପଦ ତରିବା ପାଇଁ ବିପଦ ତରିବା ପାଇଁ ବିପଦ ତରିବା ପାଇଁ କରିବା ପାଇଁ ହୋ 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 ଲା 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 ତେଣୁକରି ବାପା ମା ହେଲେ ଜୀବନ୍ତ ଦେବତା ଆହା। ଏ ବାପା ମାଙ୍କୁ ଛାଡ଼ି କଣ କରୁଛେ କାଠ ପାଷାଣର ଦିଅ ପୂଜୁଛୁ ତୁ କବି କହିଲେ କଣ ଚୌପଦୀ କାର କବି କାଠ ପାଷାଣ ମୂରତି ସେହୁ ଭଗତିରେ ସେଉ ଭକତିରେ ନୀତି ସେଉ ଭକତିରେ ନୀତି କାଠ ପାଷାଣ ମୂରତି ସେହୁ ଭଗତିରେ ସେଉ ଭକତିରେ ନୀତି ସେଉ ଭକତିରେ ନୀତି ଇଚ୍ଛା ପୂରଣ ନହି ବଇଠା ପୁରାଣ ଜୀବନ ପାଗଳ ହେଲୁ ରେ ମନ ଭୁଲି ଗଲୁ ତୋ କରମ ପାଗଳ ହେଲୁ ରେ ମନ ଏ ପାଗଲା ମନ ଦେବତା ଘରେ ଥାଉ ଥାଉ ମା ବାପା ଘରେ ଥାଉ ଥାଉ କାଠ ପାଷାଣର ଦେବତାକୁ ପୂଜା କରୁଛୁ ଆଉ କଣ କରୁଛୁ କଣ କରୁଛି ଆଜ୍ଞା ପଞ୍ଚ ମହାଯଜ୍ଞ ନୀତି କଲେ ପାଇବୁ ମୁକ୍ତି କଲେ ପାଇବୁ ମୁକତି କଲେ ପାଇବୁ ମୁକତି ପଞ୍ଚ ମହାଯଜ୍ଞ ନୀତି କଲେ ପାଇବୁ ମୁକ୍ତି କଲେ ପାଇବୁ ମୁକତି କଲେ ପାଇବୁ ମୁକତି ନহি ନହି ବଇଠା ବଇଠା ପୂରଣ ପୁରାଣ ଗଲେ ତୋ ଜୀବନ ପାଗଳ ହେଲୁ ରେ ମନ ଭୁଲି ଗଲୁ ତୋ କରମ ପାଗଳ ହେଲୁ ରେ ମନ କବି କହିଲେ କଣ ପୁରୁଷ କହୁଛି ପାଗଲା ମନ ପଞ୍ଚ ମହାଯଜ୍ଞ ଯଦି ତୁ ନୀତି ନୀତି କରିପାରିବୁ ହଁ ହଁ ତାହେଲେ ନିଶ୍ଚିତ ଭାବରେ ଏଇ ଦୁଷ୍ଟର ସାଗରରୁ ପାରି ହେବୁ ରେ। ପଞ୍ଚ ମହାଯଜ୍ଞ କଣ କଣ ଆଜ୍ଞା ମହାଯଜ୍ଞ କଣ ତର୍ପଣ ହଁ ଭୂତ ଦୈବୀ ମହାଭୂତ ଓ ଯଜ୍ଞ ଅତିଥି ପୂଜନ ଅଧ୍ୟୟନ ବ୍ରହ୍ମଯଜ୍ଞ ଯାହା କିଛି ଅଧ୍ୟୟନ ଏବଂ ଅଧ୍ୟାପନା କରାଯାଏ ବେଦ ପାଠ କରାଯାଏ ଆଜ୍ଞା ପୁରାଣ ଆଲୋଚନା କରାଯାଏ ଗୀତା ଭାଗବତ ପଢ଼ାଯାଏ ତାହା ହେଉଛି ଅଧ୍ୟୟନ ତମେ ନିଜେ ପଢ଼ିବ ଅନ୍ୟକୁ ଶୁଣେଇବ ଆଜ୍ଞା ଆଜ୍ଞା ତାହା ହେଉଛି ଅଧ୍ୟୟନ ଅଧ୍ୟୟନ ହେଲା ବ୍ରହ୍ମଯଜ୍ଞ ସ୍ୱରୂପ ଆଜ୍ଞା ଆଜ୍ଞା ଅଧ୍ୟୟନ ବ୍ରହ୍ମଯଜ୍ଞ ହଁ ପିତୃଯଜ୍ଞଶ୍ଚ ତର୍ପଣ ଆଜ୍ଞା ଆଜ୍ଞା ପ୍ରାତଃ କାଳରୁ ଆମେ ଉଠୁଛେ ଆଜ୍ଞା ସ୍ନାନ ସାରୁଛେ ଗାଧେଇ ଯାଉଛୁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦଉଛେ ହଁ। ଜପା କୁସୁମ ସଂସ୍ତାସମ୍ ତାସ୍ୟ ପେୟ ମହାଦ୍ୟୁତି ପାନ୍ତାଇ ସର୍ବ ପାପ ସୂର୍ଯ୍ୟଙ୍କୁ ପ୍ରାତଃ ସ୍ନାନ ପରେ ଅର୍ଘ୍ୟ ଦାନ କରାଯାଏ ଆଜ୍ଞା, ଆଜ୍ଞା। ସହିତ ଆମର ପିତୃପୁରୁଷଙ୍କୁ ଅର୍ଘ୍ୟ ଦାନ କରିବା କଥା। ଆଜ୍ଞା। ପିତୃଯଜ୍ଞ, ପିତୃଯଜ୍ଞଶ୍ଚ ତର୍ପଣ, ଭୂତ ଦୈବୀ ମହାଭୂତୌ ଭୂତଯଜ୍ଞ ଓಂ ଅଗ୍ନାୟ ସ୍ୱାହା ଇଦମ ଅଗ୍ନାୟ ଓಂ ପୂର୍ଣାୟ ସ୍ୱାହା ଇଦମ ପୂର୍ଣାୟ ଆଜି ଶଙ୍କର ଋଷି ଆଜ୍ଞା ସତ୍ୟନାରାୟଣଙ୍କର ପୂଜା କରି ସାରିଲା ପରେ ଭୂତ ଆହୁତି ପ୍ରଦାନ କରିଛନ୍ତି ଆଜ୍ଞା ସେଇଟା ହେଉଛି
ଘୃତ ଯଜ୍ଞ ଭୂତ ଯଜ୍ଞ ଦୈବୀ ଯଜ୍ଞ ଦୈବୀ ଯଜ୍ଞ କଣ ଆଜ୍ଞା ଭୂତକୁ ଦୈବୀ ଯଜ୍ଞ କୁହାଯାଏ ଦେବ ଯଜ୍ଞ କୁହାଯାଏ ଆଜ୍ଞା ଆଜ୍ଞା ଭୂତ ଦୈବୀ ମହାଭୂତ ହଁ ହଁ ଭୂତ ଯଜ୍ଞ ଉଦ୍ଭିଦ ଜଗତର ସେବା କରିବା ହିଁ ହେଉଛି ଭୂତ ଯଜ୍ଞ ଆମ ହିନ୍ଦୁ ମାନଙ୍କର ଆଜ୍ଞା ଦାଣ୍ଡ ଦୁଆରରେ ହଁ ହଁ ଗଛ ଗଛ ବେଲ ଗଛ ବେଲ ଗଛ ଗଛ ଶୁଭ ଗଛ ମାନ ଲଗେଇବା କଥା ଲଗେଇବା କଥା ଆଜ୍ଞା ଆଜ୍ଞା ଏବଂ ତାର ସେବା କରିବା କଥା ସେବା କରିବା କଥା ଛାଡ଼ିବା କଥା ଆଜ୍ଞା ଏଇ ঋଷି ମହୋଦୟଙ୍କର ଦ୍ୱାରରେ ତୁଳସୀ ବୃନ୍ଦାବତୀ ଅଛନ୍ତି ଆଜ୍ଞା ଆଜ୍ଞା ସେବା ହେଉଛି ଆଜ୍ଞା। ପ୍ରତ୍ୟେକ ଦିନ ହଁ ହଁ ପ୍ରତ୍ୟେକ ଦିନ ଲାଗୁଛି ସୁପାରି ଆଜ୍ଞା ଆଜ୍ଞା ଭୂତ ଦୈବୀ ମହାଭୂତ ନୃ ଯଜ୍ଞ ଅତିଥି ପୂଜନ ଆଜ୍ଞା ଆଜ୍ଞା ନୃ ଯଜ୍ଞ ଅର୍ଥାତ୍ ନର ଯଜ୍ଞ ନର ଯଜ୍ଞ ଅତିଥି ମାନଙ୍କର ସେବା ହିଁ ନୃ ଯଜ୍ଞରେ ତେଣୁକରି ପଞ୍ଚମହାଯଜ୍ଞ ନୀତି ହେଉଛି ଆଜ୍ଞା ଆଜ୍ଞା ସମସ୍ତଙ୍କ ଘରେ ସମସ୍ତଙ୍କ ଘରେ ତେଣୁକରି ଚାରୁ ରୂପରେ ମା ମାନେ ହୃଦୟଙ୍ଗମ କରିପାରିଲେ ହେଲା 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 ଆଜ୍ଞା ହେଲା ତେଣୁକରି ଏ କଥାକୁ ଯଦି ପାଳନ କରାଯାଏ ନିଶ୍ଚିତ ଭାବରେ ଆମେ ଏ ଭବ ସାଗରରୁ ପାରିଛୁ বসো ପାଲା କରିବା বসো এন্ডি লাইন না বসো সব কে তুমরি না রে